ଆଜ୍ଞା ଜୟ ଜଗନ୍ନାଥ। ଭିଡ଼ିଓ ଏଠି 4-5 ଦିନ ହେଲା କିଛି ପଠେଇ ପାରୁନି, କାହିଁକିନା ଦେହ ଭଲ ନାହିଁ, ଟିକେ ଭଲ ଲାଗୁନି, ମନ ବି ଭଲ ନାହିଁ। କାହିଁକିନା ସମସ୍ତେ ଆସିଥିଲେ, ସମସ୍ତେ ଫେର ପଳେଇଲେ ବାଙ୍ଗଲୋର, ମୁଁ ଏକୁଟିଆ ରହିଛି, ସେଥିପାଇଁ ଭିଡ଼ିଓ ପଠେଇ ପାରୁନି। ଏଣେ କାମ ଟିକେ ଏକୁଟିଆ ତ କରିବା ପାଇଁ ପଡ଼ୁଛି ସବୁ କାମ, ଆଉ କ'ଣ କହିବି। ସମସ୍ତେ ଯେହେତୁ ପଳେଇଲେ, ମୋତେ ତ ଏକା ସବୁ କରିବା ପାଇଁ ପଡ଼ିବ ନା, ସେଥିପାଇଁ ଭଲ ଲାଗୁନି ଟିକେ। ତାପରେ ଝିଅଟା ବି ଟିକେ ଭଲ ଲାଗୁନି, କେଉଁ ଟିକେ ବସିବା ପାଇଁ ବି ଇଚ୍ଛା ନାହିଁ, କାହିଁକିନା ଜମା ଭଲ ଲାଗୁନି କିଛିଟା। କ'ଣ କରିବା। ଆପଣମାନେ ବି ଭାବୁଥିବେ ଭିଡ଼ିଓ ଠିକ୍ ଟାଇମ୍ରେ ପଠାଇ ପାରୁନି। କ'ଣ ହେଇଛି ବୋଲିକି ମେଡ଼ିକାଲ 2 ଥର ଗଲେଣି, କିନ୍ତୁ ତଥାପି ଝିଅଟା ଠିକ୍ସେ ଭଲ ହେଉନି। ଥଣ୍ଡା ଜ୍ୱର ଏତେ ହେଇଯାଇଛି ଯେ ଭେଟିକି ଅଛି। ଆମ ଠାକୁର ମୋ ମଝି ସନ୍ଧ୍ୟା ଦେଇକି ସବୁ ଫୁଲ କାଢ଼ି ଦେଇଛନ୍ତି। କ'ଣ ଆଉ କହିବି। ଦେହ ଭଲ ନ ଲାଗିଲେ କିଛି ବି କରିବା ପାଇଁ ଇଚ୍ଛା ହୁଏନି। ସବୁ ଜିନିଷ ରଖିଦେଇଥିଲି, ଏଇଠି ଖାଲି 2ଟା ଫଟୋ ଖାଲି ବାହାର କରିକି ଥୋଇଛି, କିଛି ସାଇଜ ସଜା କରିନି, ଦେଖିବା ପଛରେ କରିବା ଆଉ। ମୋ ରୁମ୍ ଏଇଟା କିଛି ନାହିଁ, ଦେଖନ୍ତୁ ଆପଣମାନେ। ମୋ ବୋଉ ସେ ଘରେ ଟିଭି ଦେଖୁଛନ୍ତି, ବର୍ଷା ବି ହେଉଛି, ଲାଇନ୍ ଖାଲି ଯାଉଛି। ମଝିବ କ'ଣ ଦେଉଛି, କ'ଣ ଦେଉଛି? ରାଗିଣୀ। ଓ ସନ୍ଧ୍ୟା ରାଗିଣୀ ସରିନି, ସରିନି ନା, ଆମ ବୋଉ ସେଠି ଶୋଇକି ଟିଭି ଦେଖୁଥିଲେ ନା, ମଝି ବୋଉ ଏଠି ଶୋଇକି ଥିଲେ, ମୁଁ ଯାଇନି ଉଠିଗଲେ ଆଉ। ପିଲାମାନେ ଆସିଲେ ବର୍ଷରେ ବିଜୁଳି ବେମାର ପଡ଼ିଛି, ସେମାନେ ଆସିଲେ ତାଙ୍କ ମମି ତାଙ୍କୁ ନେଇକରି ଆସିଲେ, କାରଣ ବର୍ଷରେ ମାଟି ଘରକୁ କ'ଣ ପାଇଁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଇନଷ୍ଟାରେ ଦେଖୁଥିଲେ ଫଲୋ କରିବେ, ଆଉ ୟୁଟ୍ୟୁବରେ ଦେଖିଲେ ସବସ୍କ୍ରାଇବ୍ କରିବେ। ରହୁଛି, ବାଏ, ଜୟ ଜଗନ୍ନାଥ।